ଦର୍ଶକ ବନ୍ଧୁ ଏକାଥରେ ଆପଣମାନେ ଦୁଇଟି କିସ୍ତି ପାଇପାରିବେ। ସୁଭଦ୍ରା ହିତାଧିକାରୀ ପାଇବେ ଆସନ୍ତା ବର୍ଷରେ ଦୁଇଟି କିସ୍ତି। ଆସନ୍ତା ବର୍ଷ କୋଉ ମାସରେ ସୁଭଦ୍ରା ପଇସା ବା ସୁଭଦ୍ରା କିସ୍ତି ଦୁଇଟି ମିଳିବ, ଏହା ଜାଣିବା ପାଇଁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନକୁ ଦବାଇ ରଖନ୍ତୁ, ଯାହାଫଳରେ ନୂଆ ଅପଡେଟ୍ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଆସନ୍ତା ବର୍ଷରେ ଆପଣମାନେ ଦୁଇଟି କିସ୍ତି ପାଇପାରିବେ। ଯେଉଁମାନେ ସୁଭଦ୍ରା ପାଇଁ ଅନଲାଇନ୍ କରିଥିଲେ ଆଉ ଜମାରୁ ପାଇନାହାନ୍ତି, ସେମାନେ ଏକାଥରେ ଦୁଇଟା କିସ୍ତି ପାଇପାରିବେ। ଆଉ ଯେଉଁମାନେ ନୂଆ ଆବେଦନ କରିନାହାନ୍ତି, ସେମାନେ ନୂଆ ଆବେଦନ କରିବେ, ତାହେଲେ ଆପଣଙ୍କୁ ବି ଦୁଇଟି କିସ୍ତି ପାଇପାରିବେ 10,000 ଲେଖାଏଁ। ଦର୍ଶକ ବନ୍ଧୁ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଆସନ୍ତା ବର୍ଷ ଜାନୁଆରୀ ମାସରେ ଦୁଇଟି କିସ୍ତି ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଥରେ କହି ରଖୁଛି, ଦର୍ଶକ ବନ୍ଧୁ ଏକାଥରେ ଆପଣମାନେ ଦୁଇଟି କିସ୍ତି ପାଇପାରିବେ। ସୁଭଦ୍ରା ହିତାଧିକାରୀ ପାଇବେ ଆସନ୍ତା ବର୍ଷରେ ଦୁଇଟି କିସ୍ତି। ଆସନ୍ତା ବର୍ଷ କୋଉ ମାସରେ ସୁଭଦ୍ରା ପଇସା ବା ସୁଭଦ୍ରା କିସ୍ତି ଦୁଇଟି ମିଳିବ, ଏହା ଜାଣିବା ପାଇଁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଆସନ୍ତା ବର୍ଷରେ ଆପଣମାନେ ଦୁଇଟି କିସ୍ତି ପାଇପାରିବେ। ଯେଉଁମାନେ ସୁଭଦ୍ରା ପାଇଁ ଅନଲାଇନ୍ କରିଥିଲେ ଆଉ ଜମାରୁ ପାଇନାହାନ୍ତି, ସେମାନେ ଏକାଥରେ ଦୁଇଟା କିସ୍ତି ପାଇପାରିବେ। ଆଉ ଯେଉଁମାନେ ନୂଆ ଆବେଦନ କରିନାହାନ୍ତି, ସେମାନେ ନୂଆ ଆବେଦନ କରିବେ, ତାହେଲେ ଆପଣଙ୍କୁ ବି ଦୁଇଟି କିସ୍ତି ପାଇପାରିବେ 10,000 ଲେଖାଏଁ। ଦର୍ଶକ ବନ୍ଧୁ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଆସନ୍ତା ବର୍ଷ ଜାନୁଆରୀ ମାସରେ ଦୁଇଟି କିସ୍ତି ଆପଣ ପାଇପାରିବେ। ଆଉ ଯେଉଁମାନେ ନୂଆ ଆବେଦନ କରିନାହାନ୍ତି, ସେମାନେ ନୂଆ ଆବେଦନ କରିବେ, ତାହେଲେ ଆପଣଙ୍କୁ ବି ଦୁଇଟି କିସ୍ତି ପାଇପାରିବେ 10,000 ଲେଖାଏଁ। ଦର୍ଶକ ବନ୍ଧୁ, ଆପଣମାନେ ଯଦି ଏବେ ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନକୁ ଦବାଇ ରଖନ୍ତୁ, ଯାହାଫଳରେ ନୂଆ ଅପଡେଟ୍ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ଅପଡେଟ୍ ଭିଡ଼ିଓ ପାଇପାରିବେ।